ପତଞ୍ଜଳି ଯୋଗ ସମିତି ପତଞ୍ଜଳି ଯୋଗ ସମିତିର ଆନ୍ତର୍ଜାତିକ ମହିଳା ଦିବସ ରାଉରକେଲାର ସେକ୍ଟର 8 କମ୍ୟୁନିଟି ସେଣ୍ଟର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସନାତନ ଧର୍ମରେ ମଧ୍ୟ ଦେବୀଙ୍କ ନାମ ପ୍ରଥମେ ଉଚ୍ଚାରଣ କରାଯାଇ ସମ୍ମାନର ସହ ଉଚିତ ସ୍ଥାନ ଦିଆଯାଉଥିଲା ବୋଲି ସେ କହିଥିଲେ। ଭାରତୀୟ ସଂସ୍କୃତି ଓ ସମାଜରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଥିଲା। ଗାର୍ଗୀ, ମୈତ୍ରୀ, ରାଣୀ ଲକ୍ଷ୍ମୀବାଇ, ଜିଜାବାଇ ପରି ମଧ୍ୟ ସ୍ୱାଧୀନ ଭାରତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦବୀରେ ଓ ବିଶିଷ୍ଟ କ୍ଷେତ୍ରରେ ମାତୃଶକ୍ତିକୁ ବଡ଼ ବଡ଼ ପଦବୀରେ ଅଗ୍ରାଧିକାର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ନରେନ୍ଦ୍ର ବେହେରା, ପ୍ରଦୀପ୍ତ ସାହୁ, ଗଙ୍ଗାଧର ଦାସ, ରଞ୍ଜନ ସାମଲ, ଆରତୀ କର, ଆରତୀ ସାହୁ, ବିଷ୍ଣୁପ୍ରିୟା ଦାସ, ସନ୍ଧ୍ୟାରାଣୀ ସାହୁ, କୌଶଲ୍ୟା ପୃଷ୍ଟି ଆଦି ଉପସ୍ଥିତ ଥିଲେ। ମହିଳା ଦିବସ ଉପଲକ୍ଷେ ବିବିଧ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା ମହିଳାମାନେ ଯଥାକ୍ରମେ ହେଲେ ହୁଳହୁଳିରେ ସୁଭାସିନୀ ସାହୁ, ସନ୍ଧ୍ୟାରାଣୀ ଦାସ ଓ ସୁଲୋଚନା ପଣ୍ଡା, ଶଙ୍ଖରେ ମମତା ଆନନ୍ଦ, ସସ୍ମିତା ସାହୁ, ସନ୍ଧ୍ୟାରାଣୀ ଦାସ, ହଳାସନ ଜସବୀର କୌର, ନନ୍ଦିତା କୁମ୍ଭାର ଓ ସଂଯୁକ୍ତା ସେଠୀ, ବୃକ୍ଷାସନ ସସ୍ମିତା ସାହୁ, ସବିତା ସେଠୀ, ଜୟନ୍ତୀ ରାଉତ, ନନ୍ଦିତା କୁମ୍ଭାର, ଚକ୍ରାସନରେ ସଂଯୁକ୍ତା ସେଠୀ, ସବିତା ପୃଷ୍ଟି ଓ ବିଜୟଲକ୍ଷ୍ମୀ ମହାନ୍ତ, ସଙ୍ଗୀତରେ ପ୍ରଥମ ବିଷ୍ଣୁପ୍ରିୟା ଦାସ, ମମତା ନାୟକ, ଦ୍ୱିତୀୟରେ ନିରୁପମା ନାୟକ, ପୁଷ୍ପିତା ମହାପାତ୍ର, ଦୀପା ତାଣ୍ଡି, ତୃତୀୟରେ ସନ୍ଧ୍ୟାରାଣୀ ପତ୍ରୀ, ଅନୁସୟା ବାରିକ, ଦୀପ୍ତିବାଳା ମହାନ୍ତି, ପୂର୍ଣ୍ଣିମା ମହାନ୍ତି ଓ କୌଶଲ୍ୟା ପୃଷ୍ଟି, ନୃତ୍ୟରେ ପ୍ରଥମ ପୁଷ୍ପିତା ମହାପାତ୍ର, ଦ୍ୱିତୀୟ ସୁମିତ୍ରା ସାହୁ ଓ ଦେବକୀ ବିଶୋଇ, ତୃତୀୟ କଳ୍ପିତା ଓ ସବିତା ଜେନା, ଅତିରିକ୍ତ ଆସନରେ ପ୍ରଥମ ଜୟନ୍ତୀ ରାଉତ, ଦ୍ୱିତୀୟରେ ସନ୍ଧ୍ୟାରାଣୀ ଦାସ, ଜସବୀର କୌର, ଜୁବିତା ବେହେରା ଓ ସାଇଶ୍ୱରୀ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ। ସେକ୍ଟର 20 ଓ 8, 6, 18 ଯୋଗ କେନ୍ଦ୍ରର ଭଉଣୀମାନେ ଏଥିରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଯୋଗ ଶିକ୍ଷୟିତ୍ରୀ, ସାଧିକା ଭଉଣୀମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।